ଆଜିଠାରୁ ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧର ଦ୍ୱାରକା ଲୀଳା। କଂସର ମୃତ୍ୟୁ ପରେ ମାଈମାନଙ୍କୁ ଶ୍ରୀକୃଷ୍ଣ ସାନ୍ତ୍ୱନା ଦେଇଛନ୍ତି। କଂସର ମୃତଦେହ ଦାହ କରାଇଛନ୍ତି। ପିତା ବସୁଦେବ ଏବଂ ମାତା ଦେବକୀଙ୍କୁ ବନ୍ଧନ ମୁକ୍ତ କରି ରାମକୃଷ୍ଣ ତାଙ୍କ ପଦବନ୍ଦନା କରିଛନ୍ତି। ମାୟା ବଳରେ ସେମାନଙ୍କ ଐଶ୍ୱର୍ଯ୍ୟ ଜ୍ଞାନ ଅପହରଣ କରି ନେଇଛନ୍ତି। ପୁତ୍ର ଭାବରେ ସେମାନଙ୍କ ମନ ମୋହିଛନ୍ତି। ଉଗ୍ରସେନ ମଥୁରା ମଣ୍ଡଳୀର ରାଜା ଭାବରେ ଅଭିଷିକ୍ତ ହୋଇଛନ୍ତି। କଂସ ଭୟରେ ପଳାୟିତ ଯଦୁ, ବୃଷ୍ଣି ଏବଂ ଅନ୍ଧକ ଆଦି ଜ୍ଞାତି ବାନ୍ଧବ ମଥୁରାରେ ବାସ କରିବାକୁ ଉତ୍ସାହିତ ହୋଇଛନ୍ତି। ଶ୍ରୀକୃଷ୍ଣ ଏବଂ ବଳରାମ ବୁଝୁଛନ୍ତି ନନ୍ଦ ଆଉ ଗୋପଗଣଙ୍କ କଥା। ଶୁକ ଉବାଚ କହନ୍ତି ବ୍ୟାସଙ୍କର ସୁତ ଶୁଣ ରାଜନ ପରୀକ୍ଷିତ। ରାମ ଗୋବିନ୍ଦ ଏକ ମିଳେ ନନ୍ଦର ନିକଟେ ମିଳିଲେ। କର ଅଞ୍ଜଳି ଦେଇ ଶିରେ ନମିଲେ ତାହାଙ୍କ ପୟରେ। ନନ୍ଦର ଚରଣେ ପ୍ରଣମୀ ଅଶେଷ ଜନ୍ତୁ ଅନ୍ତର୍ଯାମୀ। ରାମ ଗୋବିନ୍ଦ ମାୟା ବଳେ ବସିଲେ ବେନି ଭାଇ କୋଳେ। ବେନି ବାଳକ କୋଳେ ଜାକି ସ୍ନେହେ ବୁଝିଲେ ବେନି ଆଖି। ଆନନ୍ଦେ ଅଶ୍ରୁ ଜଳ ବହେ ନନ୍ଦକୁ ଚାହିଁ ଦେବରାଏ। କହନ୍ତି ଶୁଣ ଆହେ ତାତ ଆମ୍ଭେ ତୁମ୍ଭର ବେନି ସୁତ। ତୁମ୍ଭେ ପାଳିଲ ସ୍ନେହ ବହି ତାତ ଜନନୀ ପ୍ରାୟ ହୋଇ। ଅନାଥ ବାଳକଙ୍କୁ ଆଣି ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ। ସେ ଧର୍ମ ପିୟର ଜନନୀ ବୋଲନ୍ତି ବେଦ ମତେ ମୁନି। ହେ ତାତ ଯାଅ ଗୋପପୁର ବନ୍ଧୁ ବାନ୍ଧବ ଘେନି ତୋର। ମୁଁ ଏଠି ରହି ଦିନା କେତେ ବନ୍ଧୁ ବାନ୍ଧବ ମୋର ଯେତେ। ତାହାଙ୍କୁ ନିଶ୍ଚିନ୍ତ କରାଇ ଯେ ଯାହା ବାସ ତାଙ୍କୁ ଦେଇ। ପଛେ ମୁଁ ଯିବି ଗୋପପୁର ଭୋତାତ ବିଳମ୍ବ ନ କର। ଏମନ୍ତ କହି ଭାବଗ୍ରାହୀ ନନ୍ଦର ହସ୍ତେ ହସ୍ତ ଦେଇ। କଂସର ଯେତେକ ଭଣ୍ଡାର ନନ୍ଦକୁ ଦେଲେ ଦାମୋଦର। ବୋଇଲେ ଗୋପେ ହୁଅ ରାଜା ଆନନ୍ଦେ ପାଳ ଜନ ପ୍ରଜା। ନନ୍ଦ ଗୋପାଳଙ୍କର ମନ ମୋହିଲେ ପ୍ରଭୁ ଭଗବାନ। ରାମ ଗୋବିନ୍ଦେ ଘେନି କୋଳେ ଚୁମ୍ବନ ଦେଲେ ସୁଖ ଭୋଳେ। ଯେତେ ବାଳକ କୃଷ୍ଣ ସଙ୍ଗେ ଗୋପେ ବଢିଲେ ନବରଙ୍ଗେ। କୃଷ୍ଣଙ୍କୁ ଜଣେ ଜଣେ ଧରି ବୋଲନ୍ତି ଆଲିଙ୍ଗନ କରି।
জগ বড়ে অবন্তী নগরে মিলিলে নীতি ঘেনন্তি গুরু